हेलो फ्रेंड्स, नमस्कार, जय जगन्नाथ। आज आपण मान गोटे क्वेश्चन लेके आसी। क्वेश्चन सेमती किसी ना एटा धरिक आसी पत्रटा कौन आपण मैंने सेटा ही कमेंट करी कहे। कारण मु मो जीवन काल भितर गछ ए पत्र देखनी कि यार गछ देखनी। तो कहा पटे जदि थिबो को जगह पटे साग अच्छी एटा तो साग कहीकि मते देइछंती। तो ये साग गछटा कहा पटे अच्छी जदि जानिथिबे किबा कहीं खाइथिबे सेटा कमेंट करी जणेबे। आटलिस्ट जानिबा सागटा कौन। ଏଇଟାକୁ ମୁଁ ପଛାପଛି କରିଦେଇଛି। ଆର ଡାଙ୍ଗ ମଧ୍ୟ ମୁଁ ଆପଣମାନଙ୍କୁ ଦେଖାଉଛି, ପତ୍ର ମଧ୍ୟ ସରି ତାର ଡାଙ୍ଗ ଗୁଡ଼ାକ ବାଛିକି ପକେଇଛି, ସେଇଟା ମଧ୍ୟ ଦେଖେଇବି। ଏଇଟା ଦେଖନ୍ତୁ, ପତ୍ର ଲାଗିଛି ଏ ଡାଙ୍ଗରେ। ଆଉ ଏଇଟା ଦେଖିବା ପାଇଁ ଏମିତି ଆମର ଯେଉଁ ବରକୋଳି ପତ୍ର ଭଳିଆ ଦେଖାଯାଉଛି ବାହାରୁ ଦେଖିଲେ, କିନ୍ତୁ ସେଇଟା କି ଶାଗ ସେଇଟା ହିଁ ଆମକୁ ଜଣା ନାହିଁ। ଆଉ ଯିଏ ଦେଇଛନ୍ତି ସିଏ କହିଥିବେ ତମ ବାବୁଙ୍କୁ, କିନ୍ତୁ ସେ ତାଙ୍କର ମନେ ନାହିଁ। ଡାଙ୍ଗ ଗୁଡ଼ା ବି ବହୁତ ନରମ ଅଛି, ଆମର ଖଡ଼ା ଶାଗ ଖଡ଼ା ଗଛର ଡାଙ୍ଗ ଭଳି। ତ କ'ଣ ହେଇଥିବ ମୁଁ ତ ଜାଣିନି, ଭଲ କି ମନ୍ଦ ବି ଜାଣିନି। ଏଇଟା ଭାଜିକି ଖାଇଲା ପରେ ଜଣାପଡ଼ିବ। ବଛାବଛି ସବୁ ଭଲସେ କରିଦେଇଛି। ଆଉ ଡାଙ୍ଗ ଗୁଡ଼ାକ ପଡ଼େ କି ନାହିଁ ମୁଁ ଜାଣିନି, ସେଥିପାଇଁ ସବୁ ଗୋଟି ଗୋଟି କରି ପତ୍ର ବାଛି ଦେଇଛି। ଆଉ ତାର ଡାଙ୍ଗ ଗୁଡ଼ାକ ଦେଖନ୍ତୁ ସବୁ ବାଛିକି ଏଇଠି ପକେଇଛି, କିଛି ବି ଡାଙ୍ଗ ରଖିନି। ଆଉ ଏଇଟା ନର୍ମାଲରେ ଏମିତି ଆମର ଯେମିତି ଖଡ଼ା ଶାଗ ଭଜା ହୁଏ ସେଇଭଳି ଭାବରେ ଭାଜିଛି। ଯେହେତୁ ମୁଁ ଜାଣିନି ଭଲସେ କେମିତି ଭଜା ମାନେ କ'ଣ କରାହେଇକି ଖିଆ ହେବ, ମୋତେ କହିଲେ ଭାଜିଦେଲେ ଚଳିବ, ତ ମୁଁ ପିଆଜ ପକେଇକି ଭାଜି ଦେଇଛି। ଆଉ କହୁଥିଲେ ଯଦି ମୁଗ ଡାଲି ପକେଇକି ଖଡ଼ିବ ମଧ୍ୟ ହେବ। ତ ଯେହେତୁ ପ୍ରଥମ ଥର ମୁଁ ମାନେ କରୁଛି ଏଇଟା, ମୁଁ ଭାବିଲି ପିଆଜ ପକେଇକି ଭାଜିଦେବି, ଯଦି ଭଲ ଲାଗିବ ତ ଭଲ ଲାଗିବ, ନହେଲେ ଫୋପଡ଼ା ହେବ। ତ କିନ୍ତୁ ଖାଇଲା ବେଳକୁ ବହୁତ ଭଲ ଲାଗିଲା, ଖଡ଼ା ଶାଗ ଭଳି ପୁରା ଟେଷ୍ଟ ଥିଲା। ଆଉ କିନ୍ତୁ କମେଣ୍ଟ କରିକି ଆପଣମାନେ ଜଣେଇବେ ନିହାତି ଏଇଟା କେଉଁ ଶାଗ। ଥ୍ୟାଙ୍କ ୟୁ।